ସେମାନଙ୍କର ରାଜା ଥିଲା ଚିଲ। ରାଜା ଚିଲ ଘରେ ଏକ ମା ଚଢ଼େଇ ରୋଷିଆ ଥିଲା। ମା ଚଢ଼େଇର ଝିଅ ଆଉ ରାଜା ଚିଲର ଝିଅ ଖୁବ ଭଲ ସାଙ୍ଗ ଥିଲେ। ସେମାନେ ଏକା ସାଙ୍ଗରେ ଖେଳୁଥିଲେ ଆଉ ବୁଲୁଥିଲେ। ଦିନେ ରାଜା ଝିଅର ଜନ୍ମଦିନ ଥିଲା। ଚିଲ ରାଜାର ସ୍ତ୍ରୀ ମା ଚଢ଼େଇକୁ ଡାକି କହିଲା, ଆରେ ରିନୁ, କାଲି ଆମ ଝିଅ ରୋଜିର ଜନ୍ମଦିନ। ମୁଁ ଏକ ଭୋଜିର ଆୟୋଜନ କରିଛି। ଆଖପାଖର ଅନେକ ଚଢ଼େଇ ଆମ ରାଜପ୍ରାସାଦକୁ ଆସିବେ। ତୁ ସମସ୍ତଙ୍କ ପାଇଁ ଭଲ ଭଲ ଖାଇବା ରୋଷେଇ କରିବୁ। ଯାହା ଯାହା ବି ଦରକାର ହେବ ମତେ କହିବୁ। ରାଣୀ ମା, ଆପଣ ଚିନ୍ତା କରନ୍ତୁନି, ମୁଁ ସମସ୍ତଙ୍କ ପାଇଁ ଭଲ ଭଲ ଖାଇବା ରୋଷେଇ କରିଦେବି। ଆଚ୍ଛା ଠିକ ଅଛି, ଏବେ ତୁ ଯା ନିଜ କାମ କରିବୁ। ମିଲି, ଏ ମିଲି, ତୁ ଘରେ ଅଛୁ ନା? ଆରେ ରୋଜି, ତୁ କେତେବେଳେ ଆସିଲୁ? ଆ ଘର ଭିତରକୁ କଥା ହେବା। ମିଲି, କାଲି ମୋ ଜନ୍ମଦିନ। ତୁ ଆଜିଠୁ ମୋ ସାଙ୍ଗରେ ରାଜପ୍ରାସାଦକୁ ଆ। ନାଇଁ ରୋଜି, ଘରେ ବହୁତ କାମ ଅଛି। ମା ଫେରୁ ଫେରୁ ଡେରି ହେବ। ମୁଁ କାଲି ସକାଳେ ତା ପାଖକୁ ଯିବି। ମିଲି, ମୁଁ ଗୋଟେ କଥା ଭାବିଛି। ଆମର এই ଜଙ୍ଗଲରେ ଅନେକ ଗରିବ ଚଢ଼େଇ ଅଛନ୍ତି। କାଲି ମୋ ଜନ୍ମଦିନରେ ଆମ ଜଙ୍ଗଲର ସବୁ ଗରିବ ଚଢ଼େଇଙ୍କୁ ମୁଁ ନିମନ୍ତ୍ରଣ କରିଛି ଆଉ ସମସ୍ତଙ୍କ ଖାଇବାର ବ୍ୟବସ୍ଥା ବି କରିଛି। ସତରେ ରୋଜି, ତୁ ବହୁତ ଭଲ। ଗରିବ ଚଢ଼େଇ ମାନଙ୍କ ବିଷୟରେ ତୁ କେତେ ଚିନ୍ତା କରୁଛୁ। ମୁଁ ବି ବେଳେ ବେଳେ ଭାବେ ମୋ ପାଖରେ ତୋ ପରି ଟଙ୍କା ଥିଲେ ମୋ ଜନ୍ମଦିନରେ ମୁଁ ବି ଗରିବ ଚଢ଼େଇ ମାନଙ୍କୁ ଖାଇବା ଦେଇପାରନ୍ତି। ପାରିବୁ, ତୁ ବି ଦିନେ ସମସ୍ତଙ୍କୁ ଖାଇବା ଦେଇପାରିବୁ। ଆଉ ମନ ଦୁଃଖ କରନି, ମୁଁ ଏବେ ଯାଉଛି। କାଲି ସକାଳେ ଶୀଘ୍ର ମୋ ପାଖକୁ ଆସିବୁ। ଆମେ ଦୁଇ ଜଣ ମିଶି ସମସ୍ତଙ୍କୁ ଖାଇବା ବାଢ଼ିଦେବା। ଏମିତି କହି ରାଜା ଝିଅ ସେଠାରୁ ଚାଲିଗଲା। ସକାଳ ହେଲା ପରେ ମିଲି ରାଜପ୍ରାସାଦକୁ ଗଲା। ଦୁଇ ସାଙ୍ଗ ମିଶି ସମସ୍ତଙ୍କୁ ଖାଇବା ଦେଲେ। ତୋର ମଙ୍ଗଳ ହେଉ ମା, ତୁ ଜୀବନରେ ବହୁତ ଉନ୍ନତି କର। ମୁଁ ବି ଯଦି ମୋ ଜନ୍ମଦିନରେ ସମସ୍ତଙ୍କୁ ଏମିତି ଖାଇବା ଦେଇପାରନ୍ତି, ସମସ୍ତେ ମତେ ବି ଆଶୀର୍ବାଦ ଦିଅନ୍ତେ। ସମସ୍ତଙ୍କୁ ତ ଖାଇବା ଦେଇ ସାରିଲେ। ମିଲି, ଚାଲ ଏବେ ଆମେ ବି କିଛି ଖାଇନେବା। ଏମିତି ସେଦିନ ବିତିଗଲା। ମିଲି ଘରକୁ ଫେରିଲା ପରେ ମନରେ ଚିନ୍ତା କଲା, ଆଉ କିଛି ଦିନ ପରେ ତ ମୋ ଜନ୍ମଦିନ। ମୁଁ ବି ରୋଜି ପରି ସମସ୍ତଙ୍କୁ ନିମନ୍ତ୍ରଣ କରିବି ଆଉ ସମସ୍ତଙ୍କୁ ଖାଇବା ବାଢ଼ି ଦେବି। ମା, ମା, କୋଉଠି ଅଛ? ଶୀଘ୍ର ମୋ କଥା ଶୁଣ। କଣ ହେଲା ରେ ମା, ଏମିତି ଡାକିଲୁ କଣ ପାଇଁ? ମା, ଆଉ କିଛି ଦିନ ପରେ ମୋ ଜନ୍ମଦିନ। ମୋ ସାଙ୍ଗ ରୋଜି ପରି ମୁଁ ବି ସବୁ ଚଢ଼େଇଙ୍କୁ ଖାଇବା ଦେବା ପାଇଁ ଭାବିଛି। ଆରେ ମା, ତୋ ସାଙ୍ଗ ରୋଜି ରାଜାଙ୍କର ଝିଅ। ସେ ଚାହିଁଲେ এই ଜଙ୍ଗଲ କଣ ପାଖ ଜଙ୍ଗଲର ଚଢ଼େଇ ମାନଙ୍କୁ ବି ଖାଇବା ଦେଇପାରିବ। ହେଲେ ମା, ତୁ ତ ଜାଣୁ ଆମେ କେତେ ଗରିବ। ଏତେ ଟଙ୍କା ଆମେ ଆଣିବା କୋଉଠୁ ଯେ ସମସ୍ତଙ୍କୁ ଖାଇବା ଦେଇପାରିବା? ମା, ତୁମେ ମତେ ଯେତେବେଳେ ବି କିଛି ଟଙ୍କା ଦିଅ, ମୁଁ ସେସବୁ ସଞ୍ଚୟ କରି ରଖେ। ତୁମେ ସେସବୁ ନେଇଯାଅ। ହେଲେ ତୁ ସେସବୁ ଟଙ୍କା ତ ନିଜ ସୁନାହାର କିଣିବା ପାଇଁ ରଖିଛୁ ନା। ତୁ କଣ ଆଉ ସୁନାହାର ପିନ୍ଧିବୁନି? ନାଇଁ, ମୋର ଆଉ ସୁନାହାର ଦରକାର ନାହିଁ। ମୋ ଜନ୍ମଦିନରେ ମୁଁ ଗରିବ ଚଢ଼େଇ ମାନଙ୍କୁ ଖାଇବା ଦେବା ପାଇଁ ଚାହୁଁଛି। ତୁମେ ସେସବୁର ବ୍ୟବସ୍ଥା କର। ଆଚ୍ଛା ଠିକ ଅଛି, ତୋର ଯଦି ଏଇଆ ଇଚ୍ଛା, ମୁଁ ତ ଇଚ୍ଛା ନିଶ୍ଚୟ ପୂରା କରିବି। ତାପରେ କିଛି ଦିନ ବିତିଗଲା। ମିଲିର ଜନ୍ମଦିନ ଆସିଲା ପରେ ତା ମା କିଛି ଗରିବ ଚଢ଼େଇଙ୍କୁ ନିମନ୍ତ୍ରଣ କଲା। ଏସବୁ ରାଜାଙ୍କ ବଗିଚା ଜଗୁଥିବା କାଉ ଶୁଣିବାକୁ ପାଇଲା। ଥରେ ମା ଚଢ଼େଇ ପାଇଁ କାଉ ରାଜା ଚିଲ ପାଖରୁ ଗାଳି ଶୁଣିଥିଲା। ପ୍ରତିଶୋଧ ନେବା ପାଇଁ ସେ ଏକ ଦୁଷ୍ଟ ଯୋଜନା ବନେଇଲା। ଚାକରାଣୀ ଝିଅର କେତେ ସଉକ ଦେଖ। ସେଦିନ କେତେଟା ଫଳ ଚୋରି କରି ବିକିଲି ବୋଲି ସେ ଚଢ଼େଇ ମତେ ରାଜାଙ୍କ ପାଖରୁ ଗାଳି ଶୁଣିଥିଲା। ଏଇଟା ଭଲ ସମୟ ତା ପାଖରୁ ପ୍ରତିଶୋଧ ନେବା ପାଇଁ। ସେ ଅଳ୍ପ କେତେ ଜଣ ଚଢ଼େଇଙ୍କୁ ଡାକିଛି। ମୁଁ ଏ ଜଙ୍ଗଲର ସବୁ ଚଢ଼େଇଙ୍କୁ ତା ଘରକୁ ପଠେଇଦେବି। ତାପରେ ଦେଖିବି ସେ କେମିତି ସମସ୍ତଙ୍କୁ ଖାଇବା ଦେବ। ଯେତେବେଳେ ସେ ସମସ୍ତଙ୍କ ପାଖରୁ ଅପମାନ ପାଇବ, ମତେ ଶାନ୍ତି ମିଳିବ। ମିଲିର ଜନ୍ମଦିନ ହେବା ପରେ ତା ମା ଯେତେ ଜଣଙ୍କୁ ବି ଡାକିଥିଲା, ସମସ୍ତଙ୍କୁ ଖାଇବା ବାଢ଼ିଦେଲା। ଧୀରେ ଧୀରେ ତା ଘରେ ଆସି ଅନେକ ଚଢ଼େଇ ଜମା ହେଇଗଲେ। ଏମିତି ଦେଖି ମା ଚଢ଼େଇଟି ଚିନ୍ତାରେ ପଡ଼ିଗଲା। ଆରେ ମା ମିଲି, ତୁ କଣ ସମସ୍ତଙ୍କୁ ଡାକିଥିଲୁ କି? ମୁଁ ତ ଅଳ୍ପ କେତେ ଜଣଙ୍କର ଖାଇବା ରାନ୍ଧିଥିଲି। ଏବେ ଏତେ ଜଣଙ୍କୁ ଖାଇବା କେମିତି ଦେବି? ଛୋଟ ମିଲି ଏସବୁ ଦେଖି ବହୁତ ମନ ଦୁଃଖ କଲା। ଏତେ ସାରା ଚଢ଼େଇଙ୍କ ପାଇଁ ଖାଇବା ନାହିଁ ଜାଣି ମିଲି ଘର ଭିତରକୁ ଯାଇ କାନ୍ଦିଲା। ହଠାତ୍ ସେହି ସମୟରେ ଏକ ଚଢ଼େଇ ପରି ତା
ତା ପାଖକୁ ଆସିଲା। କିଏ ତୁମେ? ଏ ଘର ଭିତରକୁ ତୁମେ କେମିତି ଆସିଲ? କାନ୍ଦିନି ଝିଅ, ମୁଁ ତତେ ତ ଭଲ ଗୁଣରେ ଉପହାର ଦେବା ପାଇଁ ଆସିଛି। ମୁଁ ଏଇ ଜଙ୍ଗଲର ପରି, ମୁଁ ସମସ୍ତଙ୍କ କଥା ଜାଣେ। ତତେ ବିପଦରେ ଦେଖି ସାହାଯ୍ୟ କରିବା ପାଇଁ ମୁଁ ତ ପାଖକୁ ଆସିଛି। ଏଇ ଯାଦୁର ହାଣ୍ଡି ନେ, ତୁ ଯାହା ବି ଖାଇବା ମାଗିବୁ ଏ ହାଣ୍ଡି ତତେ ସବୁ ଦେବ। ତୁ ଏଇ ଜଙ୍ଗଲ କଣ, ଆଖପାଖ ସବୁ ଜଙ୍ଗଲର ଚଢ଼େଇମାନଙ୍କୁ ଖାଇବାକୁ ହେଇପାରିବୁ। ଏମିତି କହି ଚଢ଼େଇ ପରି ସେଠାରୁ ଚାଲିଗଲା। ଯାଦୁର ହାଣ୍ଡିକୁ ମିଲି ଅନେକ ଗୁଡ଼ିଏ ଖାଇବା ମାଗିଲା। ଯାଦୁର ହାଣ୍ଡି ତାକୁ ଅନେକ ସାରା ଖାଇବା ଦେଲା। ସେତେବେଳେ ମା ଚଢ଼େଇ ବି ଘର ଭିତରକୁ ଆସିଲା। ଏତେ ସାରା ଖାଇବା ଏଠାକୁ କେମିତି ଆସିଲା ରେ ମା? ମା, ଯେତେବେଳେ ମୁଁ ଦେଖିଲି ଖାଇବା ସରିଗଲା ଆଉ କାହାକୁ ବି ଖାଇବା ଦେଇପାରିବାନି ଭାବି ମୁଁ ଘର ଭିତରେ ବହୁତ କାନ୍ଦୁଥିଲି। ସେତେବେଳେ ଜଣେ ଚଢ଼େଇ ପରି ମୋ ପାଖକୁ ଆସିଲେ ଆଉ ମତେ ଏଇ ଯାଦୁର ହାଣ୍ଡି ଦେଲେ। ଏଇ ଯାଦୁର ହାଣ୍ଡି ଏତେ ସାରା ଖାଇବା ଦେଇଛି। ଯାହା ହେଉ ମା, ସେ ଚଢ଼େଇ ପରୀଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ତାଙ୍କ ପାଇଁ ଆମେ ସମସ୍ତଙ୍କ ପାଖରୁ ଅପମାନ ପାଇବାରୁ ବଞ୍ଚିଗଲେ। ଚାଲ ଚାଲ ମା, ଡେରି ହେଲାଣି, ସମସ୍ତଙ୍କୁ ଆଗ ଖାଇବା ବାଢ଼ି ଦେବା। ତାପରେ ସେ ମା ଝିଅ ମିଶି ସବୁ ଚଢ଼େଇଙ୍କୁ ଖାଇବା ଦେଲେ। ଖାଇବା ସରିଲା ପରେ ସମସ୍ତେ ମିଲିକୁ ଆଶୀର୍ବାଦ ଦେଇ ସେଠାରୁ ଚାଲିଗଲେ। ସେଦିନ ପରଠାରୁ ମିଲି ତା ଯାଦୁର ହାଣ୍ଡି ସାହାଯ୍ୟରେ ସବୁ ଗରିବ ଚଢ଼େଇ ସାଙ୍ଗମାନେ 2 ଦିନ ପରେ ନୂଆ ବର୍ଷ। ଏଥର ଆମେ ନୂଆ ବର୍ଷ କେମିତି ପାଳିବା କୁହ? ବହୁ ଦିନରୁ ଆମ ଜଙ୍ଗଲରେ ଭୋଜି ହେଇନି। ମୁଁ ଭାବୁଛି ଏଥର ନୂଆ ବର୍ଷରେ ଆମେ ସମସ୍ତେ ମିଶି ଭୋଜି କରିବା। ହଁ, ତୁ ଠିକ କହିଛୁ। ନୂଆ ବର୍ଷ ଦିନ ଆମେ ଭୋଜି କରିବା। ଭାତ ଡାଲି ରାନ୍ଧିବା ମୋ ଦାୟିତ୍ୱ। ମୁଁ ତରକାରୀ ରାନ୍ଧିବି। ସମସ୍ତଙ୍କ ପାଇଁ ମୁଁ ଖଟା ରାନ୍ଧିବି। ଆଉ ମୁଁ ସମସ୍ତଙ୍କ ପାଇଁ କିଛି ଫଳ ନେଇ ଆସିବି। ତେବେ ଠିକ ଅଛି, ମୁଁ ମିଠାରେ ସମସ୍ତଙ୍କ ପାଇଁ କ୍ଷୀରି ରାନ୍ଧିବି। ଆଚ୍ଛା, ଏବେ ଚାଲ ଘରକୁ ଯିବା। କାଲି ସକାଳେ ଜଙ୍ଗଲରେ ଯୋଉ ଖୋଲା ପଡ଼ିଆ ଅଛି, ଆମେ ସବୁ ସେଇ ଜାଗାରେ ଏକାଠି ହେବା ଆଉ ରୋଷେଇ କରିବା। ଏମିତି କଥା ହେଇ ସବୁ ଚଢ଼େଇ ନିଜ ନିଜ ଘରକୁ ଚାଲିଗଲେ। ସକାଳେ କୁନି ଚଢ଼େଇ ନିଜ ଘରେ ବସି ମନରେ ଚିନ୍ତା କଲା, ମୁଁ ଆଜି ଏମିତି କ୍ଷୀରି ବନେଇବି ଯେ ସମସ୍ତଙ୍କୁ ବହୁତ ଭଲ ଲାଗିବ। ହେଲେ କ୍ଷୀରି ପାଇଁ ତ ବହୁତ ସାମଗ୍ରୀ ଦରକାର। ମୁଁ କଣ ଏକୁଟିଆ ଏତେ ସବୁ ଯୋଗାଡ଼ କରିପାରିବି? ଆରେ ହଁ, ମୋ ଘର ପାଖରେ ରହୁଥିବା କାଉର ସାହାଯ୍ୟ ମୁଁ ନେଇପାରିବି। ଭୋଜି କଥା ଶୁଣିଲେ ସେ ଖୁସି ହେଇଯିବ। ଏମିତି ଚିନ୍ତା କରି ସେ ଚଢ଼େଇ ଗଲା କାଉ ପାଖକୁ। ଆରେ କାଉ, କାଲି ନୂଆ ବର୍ଷ। ଏଥର ଆମେ ସବୁ ଚଢ଼େଇ ମିଶି ଭୋଜି କରିବୁ। ଆଚ୍ଛା, ତୁ ଆମ ଭୋଜିରେ ଯୋଗ ଦେବୁ କି ନାହିଁ କହିଲୁ? ହେଲେ ତତେ ବି କିଛି କାମ କରିବାକୁ ପଡ଼ିବ। ହଁ ହଁ, ମୁଁ ବି ଭୋଜିରେ ଯୋଗ ଦେବାକୁ ଚାହୁଁଛି। ହେଲେ ଚଢ଼େଇ, ମତେ ଟିକେ ସହଜ କାମ ଦେବୁ। ତୁ ତ ଜାଣିଛୁ କଷ୍ଟ କାମ ମୋ ଦ୍ୱାରା ହେବନି। ତୁ ଚିନ୍ତା କରନି କାଉ, ଆମେ 2 ଜଣ ମିଶିକି କାମ କରିବା। ମୁଁ କ୍ଷୀରି ରାନ୍ଧିବି। ସେଥିପାଇଁ ଆମକୁ ଚାଉଳ, କ୍ଷୀର, ଚିନି, ଘିଅ, କାଜୁ, କିସମିସ ଦରକାର। କାଉ, ମୁଁ ମୋ ଘରୁ କିଛି ଚାଉଳ ନେଇ ଆସୁଛି। ତୁ ଯା କ୍ଷୀର ଆଣିବୁ। ଆମେ ଏଇଠି ରୋଷେଇ କରିବା। ତାପରେ ଚଢ଼େଇ ତା ଘରକୁ ଗଲା ଆଉ କିଛି ଚାଉଳ ଦାନା ନେଇ ଫେରି ଆସିଲା। ସେ ଦେଖିଲା କାଉ ସେଇଠି ବସିଛି। ଆରେ କାଉ, ତୁ ଏଇଠି ବସିଛୁ ଯେ କ୍ଷୀର ଆଣିବାକୁ ଗଲୁନି କଣ ପାଇଁ? ଚଢ଼େଇ, ତୁ ମତେ କହିନୁ କ୍ଷୀର କୋଉଠି ମିଳିବ? ମୁଁ ବି ଜାଣିନି, ସେଥିପାଇଁ ତତେ ଅପେକ୍ଷା କରିଥିଲି। ଆରେ ହଁ, ମୁଁ ତତେ କହିବାକୁ ଭୁଲିଗଲି। ଏଇ କିଛି ଦୂରରେ ଗୋଟେ ଗାଈ ରୁହେ। ମୁଁ ଯାଉଛି ତା ପାଖରୁ କ୍ଷୀର ନେଇ ଆସିବି। ପାରା ପାଖରେ ତ ଚିନି ପାଇଯିବୁ। ଯା, ତୁ ଚିନି ନେଇ ଆସିବୁ। ଡେରି କରିବୁନି, ଆଜି ହିଁ ଭୋଜି ହେବ। ବହୁତ କାମ ବାକି ଅଛି। ହଁ, ମୁଁ ଜମା ବି ଡେରି କରିବିନି, ତୁ ଯା। ତାପରେ ଚଢ଼େଇ କ୍ଷୀର ଆଣିବାକୁ ଗଲା। ସେ ଗାଈ ପାଖକୁ ଗଲା ଆଉ ତାକୁ ସବୁ କଥା କହି ତାଠୁ କ୍ଷୀର ଆଣିଲା। ସେପଟେ କାଉ ମନରେ ଚିନ୍ତା କଲା, ଆରେ ଆରେ, ଆଜି ତ ବହୁତ ଥଣ୍ଡା ଲାଗୁଛି, ପବନ ବି ବହୁଛି। ମୁଁ କିଛି ସମୟ ଆରାମ କରିସାରେ, ତାପରେ ଯିବି। ଏ ଚଢ଼େଇ କଥାରେ ପଡ଼ିଲେ ଥଣ୍ଡାରେ ହିଁ ମରିଯିବି। କିଛି ସମୟ ପରେ ଚଢ଼େଇ କ୍ଷୀର ଧରି ସେଠାକୁ ଆସିଲା। କାଉକୁ ସେଠି ବସିଥିବାର ଦେଖି ସେ ଆଶ୍ଚର୍ଯ୍ୟ ହେଇଗଲା। ଆରେ କାଉ, ତୁ ଏତେ ଶୀଘ୍ର ଚିନି ନେଇ ଆସିଲୁ? ଚଢ଼େଇ, ମୁଁ ଚିନି ଆଣିବାକୁ ଯାଇଥାନ୍ତି ଯେ ହେଲେ ପବନ ଦେଖି ଅଟକି ଗଲି। ତୁ ତ ଜାଣିଛୁ ମତେ ଶୀଘ୍ର ହିଁ ଥଣ୍ଡା ଧରିଯାଏ। ପବନ ଟିକେ କମିଯାଉ, ମୁଁ ଯିବି। ଆଚ୍ଛା ହଉ, ମୁଁ ଚିନି ଆଉ ଘିଅ ନେଇ ଆସୁଛି। ତୁ ଯା, ଶୁଆ ପାଖରୁ କାଜୁ କିସମିସ ନେଇ ଆସିବୁ। ହଁ ହଁ, ମୁଁ ଏବେ ହିଁ ଯାଉଛି। ତାପରେ ଚଢ଼େଇ ପାରା ପାଖକୁ ଗଲା
ପାରା ପାଖରୁ କିଛି ଚିନି ଆଉ ଘିଅ ଧରି ଫେରି ଆସିଲା। ରାସ୍ତାରେ ତାର ଶୁଆ ସାଙ୍ଗରେ ଦେଖା ହେଲା। ଆରେ ଚଢ଼େଇ, ତୁ କଣ କ୍ଷୀରି ରାନ୍ଧି ସାରିଲୁଣି? ଏବେ ମୁଁ ସାମଗ୍ରୀ ଯୋଗାଡ଼ କରୁଥିଲି। ସନ୍ଧ୍ୟା ସୁଦ୍ଧା କ୍ଷୀରି ରାନ୍ଧିଦେବି। କାଜୁ କିସମିସ ଆଣିବା ପାଇଁ କାଉକୁ ମୁଁ ତୋ ଘରକୁ ପଠେଇଥିଲି। ତୁ କଣ ତାକୁ ପାଇନୁ? ନା ତ, କାଉ ମୋ ଘରକୁ ଆସିନି। ମୁଁ ଏବେ ହିଁ ମୋ ଘରୁ ଆସିଲି। ସେ ତ ମତେ କହିଥିଲା ଯିବ ବୋଲି। ଆଚ୍ଛା ହଉ, ସେ ଯଦି ତୋ ପାଖକୁ ଆସେ ତ ତାକୁ କିଛି କାଜୁ କିସମିସ ଦେଇଦେବୁ। ହଁ ହଁ, ମୁଁ ଏବେ ହିଁ ମୋ ଘରକୁ ଯାଉଛି। କାଉ ଆସିଲେ ମୁଁ ତାକୁ କାଜୁ କିସମିସ ଦେଇଦେବି। ଚଢ଼େଇ ଫେରି ଦେଖିଲା କାଉ କୁଆଡେ ବି ଯାଇନି, ସେଇଠି ବସିଛି। ଆରେ କାଉ, ତୋ ଶୁଆ ପାଖକୁ ଯାଇନୁ? ଏବେ ରାସ୍ତାରେ ମୋର ତା ସହ ଦେଖା ହେଲା। ଜାଣିଥିଲେ ମୁଁ ତା ପାଖରୁ କାଜୁ କିସମିସ ନେଇ ଆସିଥାନ୍ତି। ଚଢ଼େଇ, ତୁ ରାଗୁଛୁ କଣ ପାଇଁ? ଆଉ ଖାଲି କାଜୁ କିସମିସ ବାକି ରହିଲା। ତୁ ଯା ନେଇ ଆସିବୁ। ସମସ୍ତେ ତ ରୋଷେଇ କରିଛ, ପାଣିର ବ୍ୟବସ୍ଥା ତ କେହି କରିନ। ମୁଁ ଭାବୁଛି ମୁଁ ସମସ୍ତଙ୍କ ପାଇଁ ପାଣିର ବ୍ୟବସ୍ଥା କରିଦେବି। ଏମିତି ଶୁଣି ଚଢ଼େଇ ତୁରନ୍ତ ଶୁଆ ପାଖକୁ ଗଲା। ତୁ କହୁଥିଲୁ କାଉ ଆସିବ, ଏବେ ତୁ ନିଜେ ଆସିଲୁ ଯେ? ମୁଁ ଜାଣିଥିଲି ସେ କାଉଟା ଭାରି ଅଳସୁଆ। ତୁ ତାକୁ କାହିଁକି ଯେ ତା ସାଙ୍ଗରେ ମିଶେଇଲୁ? କିଛି କଥା ନାହିଁ, ମୁଁ ସବୁ କାମ ଏକୁଟିଆ କରିଦେବି। ମତେ କିଛି କାଜୁ କିସମିସ ଦେ, ମୁଁ ଶୀଘ୍ର ଯାଇ ରୋଷେଇ କରିବି। ତାପରେ ଚଢ଼େଇ କାଜୁ କିସମିସ ଧରି ଫେରି ଆସିଲା ଆଉ କ୍ଷୀରି ରାନ୍ଧିବା ଆରମ୍ଭ କଲା। କାଉ, ସବୁ କାମ ତ ହେଇଗଲା। ତୁ କହୁଥିଲୁ ନା ତତେ ଥଣ୍ଡା ଲାଗୁଛି? ମୁଁ ନିଆଁ ଜଳିଛି। ତଳକୁ ଆସି ନିଆଁ ପାଖରେ ବସ, ତତେ ଥଣ୍ଡା ଲାଗିବନି। ଏମିତି ଶୁଣି କାଉ ତଳକୁ ଆସି ଚଢ଼େଇ ପାଖରେ ବସିଲା। କ୍ଷୀରିର ମିଠା ବାସ୍ନାରେ କାଉ ପାଟିରୁ ଲାଳ ବାହାରିଲା। ବାଃ, ଏ କ୍ଷୀରିରୁ ତ କେତେ ସୁନ୍ଦର ବାସ୍ନା ଆସୁଛି। ଖାଇଲେ ତ ମଜା ଆସିଯିବ। ଏସବୁ କାଉ ମନରେ ଚିନ୍ତା କରୁଥିଲା। ସେତେବେଳେ ଚଢ଼େଇ ତାକୁ କହିଲା, କାଉ, କ୍ଷୀରି ରନ୍ଧା ତ ସରିଗଲାଣି। ମୋର ଏବେ ମନେ ପଡ଼ିଲା, ମୋ ଘରେ କିଛି ଗୁଜୁରାତି ଗୁଣ୍ଡ ଅଛି। ଗୁଜୁରାତି ଗୁଣ୍ଡ କ୍ଷୀରିରେ ପକେଇଲେ କ୍ଷୀରିରୁ ବହୁତ ସୁନ୍ଦର ବାସ୍ନା ଆସିବ। ମୁଁ ଯାଉଛି ଘରକୁ, ତୁ କ୍ଷୀରି ପାଖରେ ବସିଥା, ମୁଁ ଶୀଘ୍ର ଫେରି ଆସିବି। ତାପରେ ଚଢ଼େଇ ନିଜ ଘରକୁ ଚାଲିଗଲା। ସେତେବେଳେ କାଉ ମନରେ ଚିନ୍ତା କଲା, ଏଠି କ୍ଷୀରି ତ ବହୁତ ଅଛି, ମୁଁ ଅଳ୍ପ ଖାଇଲେ ବି କେହି ଜାଣିପାରିବେନି। ଏମିତି ଚିନ୍ତା କରି କାଉ କ୍ଷୀରି ଖାଇବା ଆରମ୍ଭ କଲା। କ୍ଷୀରି ତାକୁ ଏତେ ମିଠା ଲାଗୁଥିଲା ଯେ ସେ ଖାଉ ଖାଉ ସବୁ କ୍ଷୀରି ଖାଇଦେଲା। ଆରେ, ମୁଁ ଏ କ'ଣ କରିଦେଲି? ସବୁ କ୍ଷୀରି ଖାଇଦେଲି। ହେଲେ କ୍ଷୀରିଟା ବହୁତ ମିଠା ଥିଲା। ଚଢ଼େଇ ଏସବୁ ଜାଣିଲେ ମୋ ଉପରେ ବହୁତ ରାଗିବ। ମତେ କିଛି ଉପାୟ ଚିନ୍ତା କରିବାକୁ ପଡ଼ିବ। କାଉ ଶୀଘ୍ର ଗଛ ଉପରେ ଥିବା ବସାକୁ ଯାଇ ଶୋଇ ପଡ଼ିଲା। ଚଢ଼େଇ ପହଞ୍ଚିଲା ପରେ ଦେଖିଲା କାଉ ଶୋଇଛି। ସେ କାଉ ପାଖକୁ ଯାଇ କହିଲା, କାଉ, ମୁଁ ତତେ କହିଥିଲି ନା କ୍ଷୀରି ପାଖରେ ବସିଥିବ, ଆଉ ତୁ ଏଠି ଶୋଇଛୁ? ମତେ ଭାରି ନିଦ ଲାଗିଲା ଚଢ଼େଇ, ସେଥିପାଇଁ ଶୋଇ ପଡ଼ିଥିଲି। ଆଚ୍ଛା ହଉ, ମୁଁ ଏବେ ଗୁଜୁରାତି ଗୁଣ୍ଡ କ୍ଷୀରିରେ ପକେଇ ଦଉଛି। ସବୁ ଚଢ଼େଇ ତାଙ୍କ ରୋଷେଇ ସାରିଲେଣି, ସେମାନେ ଏବେ ଆସୁଛନ୍ତି। ମୁଁ ଶୀଘ୍ର ମୋ କାମ ସାରିଦିଏ। ହଁ ହଁ, ଯା ଯା, ତୋ କାମ ଶୀଘ୍ର ସାରିଦେ। ତାପରେ ଚଢ଼େଇ ତା କ୍ଷୀରି ହାଣ୍ଡି ପାଖକୁ ଗଲା। ହେଲେ ସେ ଦେଖିଲା ହାଣ୍ଡିରେ କ୍ଷୀରି ନାହିଁ। କାଉ, ହାଣ୍ଡିରେ ତ କ୍ଷୀରି ନାହିଁ। ଏତେ ଗୁଡେ କ୍ଷୀରି କୁଆଡେ ଗଲା? ତୁ ଖାଇଦେଇନୁ ତ? ଏତେ ଗୁଡ଼େ କ୍ଷୀରି କ'ଣ ମୁଁ ଏକା ଖାଇପାରିବି? ମୁଁ ଶୋଇ ପଡ଼ିଥିଲି, ସେଇ ସମୟରେ କିଏ ବୋଧେ ଆସି ସବୁ କ୍ଷୀରି ଖାଇ ଦେଇଛି। ସେମାନେ ଏପରି କଥା ହେବା ସମୟରେ ଅନ୍ୟ ଚଢ଼େଇ ମାନେ ବି ସେଠି ପହଞ୍ଚି ଗଲେ। ଆରେ ଚଢ଼େଇ, ତ କ୍ଷୀରି ରନ୍ଧା ସରିଲାଣି ନା? ଆମେ ଆମର ସବୁ ରୋଷେଇ ସାରିଲୁଣି, କେବଳ ତ କ୍ଷୀରି ବାକି ଅଛି। ଚାଲ, ତ କ୍ଷୀରି ନେଇଯିବା, ତାପରେ ସମସ୍ତେ ମିଳିମିଶି ଖାଇବା। ହେଲେ ଚଢ଼େଇ କିଛି କହିଲାନି, ସେ ଚୁପଚାପ ବସିଥିଲା। କଣ ହେଲା ଚଢ଼େଇ, ତୁ ଚୁପ କାହିଁକି ଅଛୁ? ଶୁଆ, ତୁ ତ ଜାଣିଛୁ ଦିନସାରା ମୁଁ କେତେ ପରିଶ୍ରମ କରି କ୍ଷୀରିର ସାମଗ୍ରୀ ଯୋଗାଡ଼ କଲି। କ୍ଷୀରି ରୋଷେଇ ବି କଲି। ଗୁଜୁରାତି ଗୁଣ୍ଡ ଆଣିବା ପାଇଁ ମୁଁ ଘରକୁ ଯାଇଥିଲି। କାହାକୁ କ୍ଷୀରି ଜଗିବାକୁ କହିଥିଲି, ହେଲେ ଫେରି ଦେଖିଲି ହାଣ୍ଡିରେ କ୍ଷୀରି ନାହିଁ। କାଉ ବସାରେ ଶୋଇଥିଲା, ଆଉ କେହି ବୋଧେ ଆମ କ୍ଷୀରି ଖାଇ ଦେଇଛି। ହଁ, ମୁଁ ତତେ ଦେଖିଛି ଚଢ଼େଇ, ତୁ ଦିନସାରା ବହୁତ ପରିଶ୍ରମ କରିଛୁ, ଆଉ ଆମେ ଜାଣିଛୁ ତୁ କେବେ ବି ମିଛ କହିବୁନି। ଆମକୁ ତୋ ଉପରେ ପୁରା ବିଶ୍ୱାସ ଅଛି। ତୁ ମନ ଦୁଃଖ କରନି ଚଢ଼େଇ, ଆମେ ଯାହା ବି ରାନ୍ଧିଛୁ, ଚାଲ ଏବେ ସେସବୁ ଖାଇବା। ସେମାନେ ଏପରି କଥା ହେବା ସମୟରେ କାଉ ଜୋର ଜୋରେ ଡେଇଁଲା, କାହିଁକି ନା ତା ପେଟରେ ବହୁତ ଜୋରେ ବଥା ଆରମ୍ଭ ହେଇଗଲା। ଆରେ, ମୋ ପେଟ ଏତେ ବଥା କାହିଁକି କରୁଛି?
କଣ ଏସବୁ କ୍ଷୀରି ପାଇଁ ହେଉଛି? ମତେ ବଞ୍ଚାଅ, ମୋ ପେଟ ବହୁତ ବଥା କରୁଛି। କେହି କିଛି କର, ନହେଲେ ମୁଁ ମରିଯିବି। ଏ ଯନ୍ତ୍ରଣା ଆଉ ସହି ପାରୁନି। କାଉ, ଦିନ ସାରା ତୁ କିଛି କାମ କରିନୁ, ହଠାତ୍ ତ ପେଟ ବଥା କାହିଁକି ହେଲା? ମୋ ପାଖରେ ପେଟ ବଥାର ଔଷଧ ଅଛି। କାଉ, ତୁ ଏବେ କହ, ଦିନ ସାରା ତୁ କଣ କଣ ଖାଇଛୁ? ସବୁ ଜାଣିଲେ ମୁଁ ତତେ ସେଇ ଅନୁସାରେ ଔଷଧ ଦେବି। ନା ନା, ମୁଁ କିଛି ବି ଖାଇନି। କିଛି ନ ଖାଇଲେ ପେଟ ଏମିତି ବଥା କାହିଁକି ହେବ? ସତ ସତ କହ, ତୁ କଣ ସବୁ ଖାଇଛୁ? କାଉ ନିଜର ପେଟ ବଥାକୁ ଆଉ ସହି ପାରିଲାନି। ସେ ସମସ୍ତଙ୍କୁ ସତ କଥା କହିଦେଲା। ମୁଁ ଅଳ୍ପ କ୍ଷୀରି ଖାଇବି ବୋଲି ଭାବିଥିଲି, ହେଲେ ଖାଉ ଖାଉ ମୁଁ ସବୁ ଖାଇ ଦେଇଛି। ମୋର ଭୁଲ ହେଇଗଲା, ମତେ କ୍ଷମା କରିଦିଅ। କାଉର କଥା ଶୁଣି ସବୁ ଚଢ଼େଇ ଆଶ୍ଚର୍ଯ୍ୟ ହେଇ କାଉକୁ ଦେଖୁଥିଲେ। କାଉ ଲାଜରେ ମୁଣ୍ଡ ନୁଆଇ ରହିଥିଲା। କାଉର ଏମିତି ଅବସ୍ଥା ଦେଖି ଚଢ଼େଇମାନେ ତାକୁ ଆଉ ରାଗିଲେନି, କାରଣ କାଉକୁ ତା ଲୋଭର ଶାସ୍ତି ମିଳି ସାରିଥିଲା। ଚଢ଼େଇ କାଉକୁ କିଛି ଔଷଧ ଦେଲା। ଔଷଧ ଖାଇଲା ପରେ କାଉକୁ ଟିକେ ଆରାମ ମିଳିଲା। ଆରେ ସାଙ୍ଗମାନେ,